ଆପଣ ଯାଉଛନ୍ତି ଶିବ ମନ୍ଦିର ଯାଉଛନ୍ତି ନା ନାହିଁ ସେ ମନ୍ଦିରରୁ କ'ଣ ଶିଖିବେ କହିଲେ ଶିବ ମନ୍ଦିର ଭିତରେ ବାପାଙ୍କ ବେକରେ ସାପ ପାଦ ତଳେ ଗଣେଶଙ୍କ ବାହନ ମୂଷା ସାପ ମୂଷାକୁ ଖାଉଛି ସେପଟେ ଶାନ୍ତ ପୁଅ ବଡ଼ ପୁଅର ମୟୂର ସାପକୁ ଖାଉଛି ସିଆଡେ ମାଙ୍କର ହଉଛି ସିଂହ ବାପାଙ୍କର ଷଣ୍ଢ କାମୁଡା କାମୁଡି ହଉନ୍ତି କାହିଁ କହୁନାହାନ୍ତି ଜଣେ ଲୋକ କହିଲା ସିଏ ତ ପଥର ଗୁଡାକ ସେ କାହିଁ ହେବେ ଆଉ ତୁ ତ ଜାଣୁଛୁ ପଥର କ'ଣ କ୍ଷୀର ବେଲପତ୍ର ଢାଳି ପକଉଛୁ ସେଥିପାଇଁ କଥା ଅଛି ଯେଉଁ ଦେବତାଟେ ଖାଉଛି ଖାଦ୍ୟ ଦଉ ତ ନାହିଁ କୋଉ ଦେବତାକୁ ଡାକୁଛୁ ଘଣ୍ଟ ଘଣ୍ଟି ବଜାଇ କୋଉ ଦେବତାକୁ ଡାକୁଛୁ ଘଣ୍ଟ ଘଣ୍ଟି ବଜାଇ ଯେଉଁ ଦେବତାଟେ ଖାଉଛି ଖାଦ୍ୟ ମନ୍ଦିର ସେଟା କ'ଣ ଭୁଲ ମନକୁ କରିବି ଠହରେ ମନ ହୋଇବ ମଠ ଭାବରେ ଡାକିବି ପ୍ରଭୁଙ୍କ କଥା କହିବ ଭଟ ହିରଣ୍ୟକଶ୍ୟପକୁ ପ୍ରହ୍ଲାଦ ପରିଚୟ ଦେଇନଥିଲା ଠାକୁର ସବୁଠାରେ ଅଛନ୍ତି କହିଲା କ'ଣ ଏଠି ସେଠି ନ ଦିଅଙ୍କର ନାମ ଅଣାକାର ଧାମ ଶୂନ୍ୟ ମଧ୍ୟ ଛନ୍ଦି ରହି ଶୂନ୍ୟ ମଧ୍ୟ ଛନ୍ଦି ରହି ଶୂନ୍ୟ ମଧ୍ୟ ଦେବତା ଅଛନ୍ତି ଶୂନ୍ୟ ମଧ୍ୟ ଦେବତା ଅଛନ୍ତି ପୂଜାରୀ ସେଠାରେ ନାହିଁ ରେ ପୂଜାରୀ ସେଠାରେ ନାହିଁ ନେଉଳରେ ଦିଅ କାହିଁ ରେ ନେଉଳରେ ଦିଅ କାହିଁ ଦେହ ଦେଉଳକୁ ଏ ପୂଜା କର ମନ ଏ ଦେହ ଦେଉଳକୁ ଏ ପୂଜା କର ମନ ମନକୁ ବାନ୍ଧିବା ପାଇଁ ରେ ଦେଉଳରେ ଦିଅ କାହିଁ ଦେଉଳରେ ଦିଅ କାହିଁ ତେଣୁ ଠାକୁର ସର୍ବତ୍ର ବିଦ୍ୟମାନ ଆପଣଙ୍କୁ ଯେକୌଣସି ଜାଗାରେ ଡାକିବେ ଠାକୁର ଆସିବେ ଆପଣ ନିଜେ କୁହନ୍ତୁ ଯଦି ଏଠି ରାମଚନ୍ଦ୍ର ପଳେଇ ଆଇଲେ ଅଯୋଧ୍ୟାରେ କ'ଣ ଖାଲି ପଡ଼ିଯାଇଛି ଠାକୁର ପଡ଼ିଥିବେ କି ଖାଲି ତାହେଲେ ଏଠି କିଏ ସେଠି କିଏ ଯିଏ ଭାବରେ ଡାକିବ ପ୍ରଭୁ ନିଶ୍ଚିନ୍ତ ଆସିବେ।